ପ୍ରଣାମ ପିଲାମାନେ। ଟିକେ ପୂର୍ବରେ ଆମେ ପାଠ କରିଲେ ଆମେ ଏସବୁ ବିଷୟରେ ଜାଣିଥିଲେ। ତାପରେ ତମମାନଙ୍କର କଣ ଅଛି ଦେଖ। ତାଙ୍କ କଳ୍ପନା ମନେ ଘେନି ଆପଣ ଆହେ ଅଣରୂପ ଶୂନ୍ୟ। ତାପରେ ଦେଖ କଣ, ବ୍ରଜନାରୀ କରି ଗୁପୁତେ ଲଭିଲି ମନବାଞ୍ଛା କଲ ପୂର୍ଣ୍ଣ। ମୁହିଁ ସିନା ଅନ୍ତର୍ଗତରେ ଭାବନା କରୁଅଛି ନିରନ୍ତରେ, ଚାହିଁ ଦେଲେ ହରି ଯିବି ମୁଁ ନିସ୍ତରୀ କରୁଣା ଜଳ ସାଗରେ। ଭୀମ ଭୋଇ କହୁଛନ୍ତି ତାଙ୍କ କଳ୍ପନା। ଦେଖ ପିଲେ ତମମାନଙ୍କର 150 ନମ୍ବର ପୃଷ୍ଠାକୁ। ତାଙ୍କ କଳ୍ପନା ମନେ ଘେଣି ଆପଣ ଆହେ ଶୂନ୍ୟ ଅଣରୂପ ଶୂନ୍ୟ। ସେ ପୁଣି ମୁନି ଋଷି ମାନଙ୍କ କଳ୍ପନା, ସେ ମୁନି ଋଷି ମାନଙ୍କର ମନୋବାଞ୍ଛାକୁ ଘେନି ଆପଣ ହେ ଅଣରୂପ ଶୂନ୍ୟ, ହେ ଅଣରୂପ ଶୂନ୍ୟ। ଅଣରୂପ କହିଲେ ଯାହାର ରୂପ ନାହିଁ, ଯାହାର ରୂପ ନାହିଁ ଅଣରୂପ, ହେ ଶୂନ୍ୟ ବ୍ରହ୍ମ, ହେ ଶୂନ୍ୟ ପରମ ବ୍ରହ୍ମ। ଆପଣ ତାଙ୍କ କଳ୍ପନାକୁ ମନରେ ଘେନିଲେ, ଆପଣ ତାଙ୍କ କଳ୍ପନାକୁ ତାଙ୍କ ମନୋବାଞ୍ଛାକୁ ଆପଣ ଗ୍ରହଣ କଲେ। ବୁଝିପାରିଲା? କଣ କଲେ ନା, ବ୍ରଜ ନାରୀ କରି ଗୁପୁତେ ଲଭିଲେ ମନବାଞ୍ଛା କଲ ପୂର୍ଣ୍ଣ। ସେମାନଙ୍କୁ ଦ୍ୱାପର ଯୁଗରେ ବ୍ରଜନାରୀ କରିଦେଲ। ବ୍ରଜନାରୀ କରିଦେଲେ କୃଷ୍ଣ ଅବତାରେ, ରାମ ଅବତାରେ। ମୁନି ଋଷି ମାନେ ରାମକୁ ପାଇବା ପାଇଁ ଚେଷ୍ଟା କରିଥିଲେ। ବୁଝିପାରିଲେ? ଅଙ୍ଗ ସଙ୍ଗ ଲାଭ କରିବା ପାଇଁ। ତେଣୁ ଦ୍ୱାପର ଯୁଗରେ କୃଷ୍ଣ ସେମାନଙ୍କୁ ଗୋପୀ ବନେଇଥିଲେ, ସେମାନଙ୍କୁ ବ୍ରଜନାରୀ ବନେଇଥିଲେ। ତେଣୁ ବ୍ରଜନାରୀ କରି ଗୁପୁତ ଲଭିଲି ମନୋବାଞ୍ଛା କର ପୂର୍ଣ୍ଣ। ମନୋବାଞ୍ଛାକୁ, ସେମାନଙ୍କର ମନୋବାଞ୍ଛାକୁ ଆପଣ ପୂର୍ଣ୍ଣ କରିଛନ୍ତି। ସେମାନଙ୍କୁ ଗୁପୁତରେ ଆପଣ ସେମାନଙ୍କୁ କଣ କରିଛନ୍ତି? ସେମାନଙ୍କୁ ଆପଣ ପାଇଛନ୍ତି। ତେଣୁ ତାଙ୍କ ମନୋବାଞ୍ଛା ଆପଣ ପୂର୍ଣ୍ଣ କରିଛନ୍ତି। ରାସକ୍ରୀଡ଼ା କରୁଛନ୍ତି। ବୁଝିପାରିଲା? ରାସକ୍ରୀଡ଼ା କରିଛନ୍ତି ନା। ପୁଣି ଆମେ ସେମିତି ଜାଣିଛେ, ମୁଁ ହିଁ ସିନା ଅନ୍ତର୍ଗତରେ ଭାବନା କରୁଛି ନିରନ୍ତରେ, ଚାହିଁଦେଲେ ହରିଯିବି ମୁଁ ନିସ୍ତରୀ କରୁଣା ଜଳ ସାଗରେ। କବି କହୁଛନ୍ତି, ଭୀମ ଭୋଇ କହୁଛନ୍ତି, ମୁଁ ସିନା ଅନ୍ତର୍ଗତରେ, ବୁଝିପାରିଲା? ମୁଁ ସିନା ଅନ୍ତର୍ଗତରେ ଭାବନା କରୁଅଛି, ମୁଁ ସିନା ଅନ୍ତର୍ଗତରେ ଭାବନା, ମୁଁ ଅନ୍ତର୍ଗତରେ କହିଲେ କଣ? ଅନ୍ତର୍ଗତରେ କହିଲେ ମୋ ହୃଦୟରେ, ମୁଁ ସିନା ହୃଦୟରେ ଭାବନା କରୁଛି ନିରନ୍ତରେ। ମୁଁ ସିନା ହୃଦୟରେ ଭାବନା କରୁଛି ନିରନ୍ତରେ, ମୁଁ ସିନା ହୃଦୟରେ ନିରନ୍ତରେ ସବୁ ସମୟରେ ଆପଣଙ୍କୁ ଭାବୁଛି। ତାପରେ କଣ, ଚାହିଁ ଦେଲେ ହରି ଯିବି ମୁଁ ନିସ୍ତରୀ। ହେ ପ୍ରଭୁ, ମତେ ଟିକେ ଆଡ ଆଖିରେ ଟିକେ ଚାହିଁ ଦିଅନ୍ତୁ। ମତେ ଟିକେ କର ଚାହିଁ ଟିକେ କଟାକ୍ଷ ନ୍ୟୁରେ ମତେ ଟିକେ ଚାହିଁ ଦିଅନ୍ତୁ। ମୁଁ ଏଇ କରୁଣା ଜଳରୁ, କରୁଣା ଜଳ ସାଗରରୁ ନିସ୍ତରୀ ଯାଆନ୍ତି। ବୁଝିପାରିଲା? ଆପଣ ଦୟା ସାଗରରୁ, ଜଳ ସାଗରରେ ମୁଁ ଟିକେ ନିସ୍ତରୀ ଯାଆନ୍ତି, ପାର ହେଇଯାଆନ୍ତି। ତେଣୁ ହେ ପ୍ରଭୁ, ମୁଁ ଅନ୍ତର୍ଗତରେ ଭାବନା କରୁଛି ନିରନ୍ତର। ନିରନ୍ତର କହିଲେ ସବୁ ସମୟରେ, ନିରନ୍ତର କହିଲେ ସବୁ ସମୟରେ। ମୁଁ ଅନ୍ତର ଭିତରେ ଆପଣଙ୍କୁ ଭାବୁଛି, ଚିନ୍ତା କରୁଛି। ତେଣୁ ହେ ପ୍ରଭୁ, ମତେ ଯଦି ଆପଣ ଟିକେ ଚାହିଁ ଦିଅନ୍ତି, ହେ ହରି ମତେ ଚାହିଁ ଦେଲେ ମୁଁ ଏଇ କରୁଣା ଜଳ ସାଗରରୁ ଟିକେ ନିସ୍ତରୀ ଯାଆନ୍ତି। ପୁଣି କଣ କହୁଛନ୍ତି ଏସବୁ ପରବର୍ତ୍ତୀ ଭିଡିଓରେ ଆଲୋଚନା କରିବା। ଆଜି ପାଇଁ ବସ୍ ଏତିକି। ଆଉ ଭିଡିଓ ଭଲ ଲାଗିଥିଲେ ନିଶ୍ଚୟ ଭାବରେ ଗୋଟେ ଲାଇକ୍ ଦେଇଦେବ। କମେଣ୍ଟ ମାଧ୍ୟମରେ ତମମାନଙ୍କର ଡାଉଟ୍ ନିଶ୍ଚୟ ଜଣାଇବାକୁ ଚେଷ୍ଟା କରିବ।